ଏଠି ଆମର କଣ ବସିଛି ତାହାର ରହସ୍ୟ ଏବେ ଜାଣିବା। ଆସିଗଲା ଆମର ହଳଦୀ ବଣ। ଦେଖିପାରୁଥିବେ ହଳଦୀ ବଣର ହଳଦୀ ଗଛ କେତେ ସୁନ୍ଦର ଦିଶୁଛି। ତାକୁ ଆମର ନବାର ଅଛି। ତ ବୋଉ ଆସିକି ଦେଖ ହଳଦୀ ଗଛର ପତ୍ର ଗୁଡ଼ିକୁ ସାଇଜ କରିକି ବଡ଼ ବଡ଼ ଦେଖିକି ତାକୁ ସବୁ କାଟି ଦଉଛି। ଅଲରେଡି ବୋଉ ତାର ବହୁତ ଗୁଡ଼ାଏ ଗଛର ପତ୍ର ସବୁ କାଟିକି ରଖିଥିଲା। ତ ଏବେ ଦେଖ ଆମର ଗଛର ପତ୍ର ହେଇଗଲା। ତ ଆକୁ ବୋଉ ତାର ନେଇଯାଇ ପରିଷ୍କାର କରି ଗାଧେଇ ଦେଲା, କାରଣ ଆମର ହଳଦୀ ପତ୍ର ଗାଧେଇବାର ଅଛି। ଆମେ ସବୁ ଗାଧେଇକି ପରିବା ଆମେ ତ ହଳଦୀ ପତ୍ର ଗାଧେଇକି ପରିବା ହବ ନା ନାହିଁ ପୁଣି। ଏବେ ଆମର ହଳଦୀ ପତ୍ର ପୁରା ପରିଷ୍କାର ଭାବରେ ହେଇଗଲା। ତ ତାକୁ ଆମେ ଏବେ କାଟିବାର ଅଛି। ଦେଖ ଛୋଟ ଛୋଟ ପିସ୍ କାଟିକି ବାହାର କରିଦେବା, ବଡ଼ ପତ୍ର ଗୁଡ଼ିକୁ ଆମେ ରଖିଦେବା। ଏଥିରେ ଆମର ପିଠା ହେବାର ଅଛି। ଏଣ୍ଡୁରି ପିଠା ପାଇଁ ପତ୍ର ଆମର ପ୍ରସ୍ତୁତ ଭାବରେ ହେଇଗଲା ପୁରା। ଦେଖ ଏପଟେ ଆମର କ'ଣ ହେଉଛି, ଆମେ ଯେଉଁ ପତ୍ର ଆଣିଥିଲେ ହଳଦୀ ପତ୍ର ତା ଭିତରେ ଆମର ପିଠଉ ଦେଇ ପୁର ପଶେଇ ଦେଇକି ଆମେ ଏବେ ଏଣ୍ଡୁରି ପିଠା କରିଦେବା। ଆପଣ ଆଡ଼େ ସେଇ ପିଠାକୁ କ'ଣ କୁହନ୍ତି ଟିକେ କମେଣ୍ଟ ବକ୍ସରେ ଲେଖିଦେବେ। ତ ତାପରେ ବି ମୋତେ ଆଉ ଗୋଟେ କମେଣ୍ଟ ବକ୍ସରେ ଲେଖିଦେବେ କି ଆପଣ ଘରର ବଡ଼ ନା ସାନ। ତ ବଡ଼ ତ ଖାଇବ ଏଣ୍ଡୁରି ପିଠା, ସାନ କ'ଣ ଖାଇବ କମେଣ୍ଟ ବକ୍ସରେ ଟିକେ ଲେଖିଦେଇକି ଦେଖେଇଦେବେ। ତ ତାପରେ ଦେଖ ଆମର ଏଣ୍ଡୁରି ପିଠା ପୁରା ପ୍ରସ୍ତୁତ ହେଇଗଲା। ତାପରେ ଏପଟେ ଦେଖ ଆମର କ'ଣ ବସିଛି, ସବୁ ପୁର ନଡ଼ିଆ ପୁର କ'ଣ ଦେଖାଯାଉଛି। ଇଟିଲିରେ କ'ଣ ବସିଛି କି। ତାପରେ ଏପଟେ ଦେଖ ପୁଣି ଆମର କାକରା ପାଇଁ ବି ହେଇଗଲାଣି, ପ୍ରସ୍ତୁତ ହେଇଗଲାଣି। ଆମର ଅଷ୍ଟମୀ ପାଇଁ ଏକା ଥରକରେ 4 ପ୍ରକାରର ପିଠା ଚାଲିଛି। ତ ସଜାସଜି ଚାଲିଛି, ତାକୁ ବାଗାବାଗିର ପ୍ରସ୍ତୁତ ଚାଲିଛି। ଦେଖ କାକରା ପିଠା ଆମର ପ୍ରସ୍ତୁତ ହେଉଛି। ସୁଜିକି ଭଲ ଭାବରେ ଖଳି ଧରିଦେଲା ପରେ ଦେଖ ତାକୁ ଟିକେ ଚକୁଟି ଦେବା। ଚକୁଟି ଦେଲେ ସାଇଜ ହେଇଯିବ। ତା ଭିତରେ ପୁର ଦେଇକି ଆମର କାକରା ପିଠାକୁ ପ୍ରସ୍ତୁତ କରିଦେବା, କାରଣ ଆମର ଅଷ୍ଟମୀରେ ଭିନ୍ନ ଭିନ୍ନ ପ୍ରକାରର ପିଠା ଖାଇ ପରୁଆ ହେବା। ଆଜି ଗୋଟେ ଦୁଃଖର ଖବର ହେଇଗଲା। ତ ମୋବାଇଲ ଠିକ୍ ସମୟରେ ଆମକୁ ସାହାଯ୍ୟ କଲା ନାହିଁ। ଠିକ୍ ସମୟରେ ମୋବାଇଲଟି ଅସୁବିଧା ହେଇଗଲା। ଏ ବିଷୟରେ ପରେ ଜାଣିବା। କାକରା ପିଠା ପାଇଁ ତେଲ କଢ଼େଇରେ ପଡ଼ିଗଲା। ଆମେ ତିଆରି କରିଥିବା କାକରା ପିଠାକୁ ନେଇକି ତେଲ ପାଖରେ ନେଇ ପହଞ୍ଚିଦେଲି। ବୋଉ ତାର କ'ଣ କରିଛି, ସବୁ କାକରାକୁ ଦେଖ ଭଲ ଭାବରେ ନାଲି ଟକଟକ କରିକି ଛାଣି ଦେଇକି ତାକୁ ରଖିଦେଲା। ଏବେ ଆମର କାକରା ପୁରା ପ୍ରସ୍ତୁତ ହେଇଗଲା। ଏପଟେ ଦେଖ କ'ଣ ଚାଲିଛି ପୁଣି ଦେଖ, ଚାଲି ଆସ। ଏପଟେ ଆମର ସିଝା ପିଠା ଚାଲିଛି। ଅଷ୍ଟମୀରେ ଆପଣଙ୍କ ଆଡ଼େ କେତେ ପ୍ରକାରର ପିଠା ହୁଏ? ଆମର ଏଣେ ସବୁ 4-5 ପ୍ରକାରର ପିଠା ହୁଏ। ଠିକ୍ ସମୟ ପରୁଆ ସମୟରେ ଆମକୁ ମୋବାଇଲ ଧୋକା ଦେଇଦେଲା, କାରଣ ମୋବାଇଲଟି ହ୍ୟାଙ୍ଗ ହେଇଗଲା। ମୋବାଇଲ ଆଉ କିଛି କାମ କଲେନି। ତ କିଛି ସମୟ ପରେ ମୋବାଇଲ ଯେତେବେଳେ କାମ କଲା ମୁଁ ଆସିକି ଟିକେ ଭିଡ଼ିଓ କରିଦେଲି। ସବୁ କାମ ସରିବା ପରେ ଆମର ଖରାବେଳର ଭୋଜନ ଆସିଗଲା। ଦେଖ ଖରାବେଳର ଭୋଜନ ଆମର ଭାତ ସହିତ ମଟନ, କଲରା ଭଜା, ମାଛ, ଆମର ସବୁଠାରୁ ଗୋଟିଏ ଦଳା ହେଇଥିଲା, ଯାହାକୁ ଦେଶୀ ଦଳା କୁହନ୍ତି। ଟମାଟୋ ସହିତ କଞ୍ଚା ଲଙ୍କା ରସୁଣ ଦେଇକି ଦଳି ଦେଇକି ଆମର ଭୋଜନକୁ ପ୍ରସ୍ତୁତ କରିକି ସବୁ ଖାଇଦେଲୁ। ଖାଇସାରିଲା ପରେ ଦେଖିପାରିବୁ ଆମେ ସବୁ କ'ଣ କରୁଛୁ। ତ ଅଷ୍ଟମୀ ଅଛି, ଆମେ ବି କିଛି ଅଷ୍ଟମୀରେ ପାଳନ କରିବୁ ନା ନାହିଁ। ତ ଆମେ ଟିକେ ସଜାସଜି ହେଇ ଅଷ୍ଟମୀ ପାଳନ କରିଦେଲୁ ଘର ପାଖରେ। କୁଆଡ଼େ ତ ବେଶୀ ଦୂର ଯାଇପାରିଲୁନି, ତ ଘରେ ରହି ଆମେ ଅଷ୍ଟମୀ ପାଳନ କରିଦେଲୁ। ଆପଣମାନେ ଆଜି ଅଷ୍ଟମୀରେ କ'ଣ କ'ଣ ଖାଇଛନ୍ତି ଟିକେ କମେଣ୍ଟ ବକ୍ସରେ ଲେଖିଦେବେ। ରହିଲି, ଜୟ ଜଗନ୍ନାଥ ସାଙ୍ଗମାନେ। ପୁଣି ନେକ୍ସଟ ଭିଡ଼ିଓରେ ଦେଖା ହେବ। ଅଷ୍ଟମୀ କେମିତି ପାଳିବେ ଟିକେ ଜଣେଇବେ।